ପ୍ରୋବ୍ଲେମ୍ ଥାଏ ଯଦି ଆପଣମାନେ ଚେଷ୍ଟା କରନ୍ତୁ ଆଉ ଆମମାନଙ୍କୁ ଜଣାଇ ଦିଅନ୍ତୁ ଆମେ ସେ ପ୍ରକାର ବି ପ୍ରସ୍ତୁତ ହେବ। ତ ବହୁତ ଦିନ ପରେ ଆହୁରି ପୁନର୍ବାର ଏଇ ଆମମାନଙ୍କର ସୌର ପ୍ରେୟର ଗ୍ରୁପରେ 1408 ଦିନ ମଧ୍ୟରେ ଆଜି ପହଞ୍ଚିଛ। ଆଉ ଏ ଦିନ ପାଇଁ ବିଶେଷ ଭାବରେ ମୁଁ ଧନ୍ୟ ମନେ କରେ ଯେହେତୁ এই ସମୟ ଆମମାନେ ପରମେଶ୍ୱର ଅନୁଗ୍ରହ କଲେ ଆଶୀର୍ବାଦ କଲେ। ଆଉ ବୋଧେ ମୁଁ ମଝିରେ ଉପାସନା ବସିଥିଲେ ମଧ୍ୟ ନୂଆ ବର୍ଷ ପାଇଁ ଆଉ ବୋଧେ ଆଜି ମୁଁ ପୁନର୍ବାର ଆପଣମାନଙ୍କ ସହିତ ଭେଟିବାକୁ ପାଇଲି। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଦେଉ ଆଉ ଏଇ କର୍ମକର୍ତ୍ତା ମାନଙ୍କୁ ଆଉ ଯେତିକି ଗୁଗଲ ମିଟ୍ରେ ସଂଯୋଗ ହେଇଥିବା ସମସ୍ତ ବିଶ୍ୱାସ ବିଶ୍ୱାସିନୀ ଆଉ ପ୍ରଭୁଙ୍କର ଦାସ ଦାସୀ ଗଣ ଆଉ ପ୍ରତ୍ୟେକ ଆଉ କର୍ମକ୍ଷେତ୍ରରେ ଥିବା ଆଉ ପ୍ରିୟର ପ୍ରଭୁଙ୍କର ଦାସ ଦାସୀ ଗଣ ସର୍ବପ୍ରଥମେ ପ୍ରଭୁ ଯୀଶୁଙ୍କ ନାମରେ ସମସ୍ତଙ୍କୁ ନମସ୍କାର। କୁଡବେନ୍ ଲେମ୍ଥବେନ୍ ତ ଓ ଆସନ୍ତା ମାନେ ଅଳ୍ପ ସମୟ ମଧ୍ୟରେ ପ୍ରଭୁଙ୍କର ବାକ୍ୟ କିଛି ଆଲୋଚନା କରିବା ପାଇଁ ମୁଁ ଚାହୁଁଛି। ଆତିରାସାଲିନ ଏଇ ଆଲୋଚନା ଉପରେ ପ୍ରଭୁ ଆମମାନଙ୍କର ଆଉ ସହାୟ ହୁଅନ୍ତୁ, ସେ ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ ସମସ୍ତଙ୍କୁ। ଆମେ କିଛି ନା କିଛି ଦିପଦ ଆମେ ଶୁଣିକି ପ୍ରଭୁଙ୍କର ଧନ୍ୟବାଦ ପ୍ରଭୁ କରିବା ଏବଂ ତାଙ୍କର ଗୌରବ ନିମନ୍ତେ ଆମେ ପ୍ରଭୁଙ୍କର ଆଉ ଗୌରବ ନିମନ୍ତେ ଆଜି ଆମମାନେ ଏଇ ଉପାସନାଟିକୁ କରୁ। এই ସମସ୍ତ ବିଷୟରେ ପ୍ରଭୁ ଆମମାନଙ୍କ ଉପରେ ଅନୁଗ୍ରହ କରନ୍ତୁ। ତ ଆସନ୍ତୁ ଦେଖିବା ମୁଁ ଆଜି ଆଲୋଚନା କରିବା ପାଇଁ ଚାହୁଁଛି ଯୋଉଟା କି ଆଉ ଆମେ ଜାଣୁ ଆଜି এই ରାଜ୍ୟରେ ଅଛୁ, ଦେଶରେ ଅଛୁ, ପୃଥିବୀରେ ଅଛୁ। ଏ ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁଛି ଯେହେତୁ ଆମେ এই ରାଜ୍ୟର ପୁଣି ଆଉ ଗୋଟିଏ ରାଜ୍ୟକୁ ଯିବା ପାଇଁ ସର୍ବଦା ଆମେ ଏହାକୁ ଘୋଷଣା କରିଥାଉ ଏବଂ ଏହାକୁ ଆମେ ପ୍ରୟାସ କରିଥାଉ। ଏ ରାଜ୍ୟରେ ଆମେ ଯେଉଁ ରାଜ୍ୟରେ ଆମେ ରହୁ ଏ ରାଜ୍ୟ ଆଉ ସ୍ଥାୟୀ ରାଜ୍ୟ ନୁହଁ, ଏହା ବି ଆମେ ଜାଣିଛୁ। କିନ୍ତୁ ପୁଣି ଆମେ ଆଉ ପୁନର୍ବାର ଆଉ ଗୋଟିଏ ରାଜ୍ୟ ବିଷୟରେ ଆମେ ସବୁବେଳେ ପ୍ରୟାସ କରୁ। ଆଉ ସେଥିପାଇଁ ବୋଲି ମାନଙ୍କର ଆଉ ମନରେଂ ନାଲେ ନାଲେ ଆମନାଡମ ତିମ୍ବି ଅତିରାସଲିନ ଆସନ୍ତୁ ଆଉ ଏହାକୁ ଗୋଟେ ଦିଟା ପ୍ରଭୁଙ୍କର ବାକ୍ୟ ପଠନ କରିବା ପୂର୍ବରୁ ସଂକ୍ଷିପ୍ତରେ ପ୍ରାର୍ଥନା କରିବା। ମହାମହିମା ଆଶ୍ଚର୍ଯ୍ୟ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ କରୁଛୁ ପିତା, ତୁମେ ଆମମାନଙ୍କୁ ଅନୁଗ୍ରହ କଲ, ଦୟା କଲ, ଆଶୀର୍ବାଦ କଲ। এই ଦିନରେ ତୁମେ ଆମମାନଙ୍କୁ ପ୍ରଭୁ ଅନୁଗ୍ରହ କରିଅଛ। ପ୍ରଭୁ এই ଧୂଳି ଦିନହୀନ ମନୁଷ୍ୟଙ୍କୁ ପ୍ରଭୁ ତୁମରି ବାକ୍ୟ ତୁମର ଦାସ ଦାସୀ ମାନଙ୍କ ଦ୍ୱାରା ମୁଁ ପାଉଛି ପିତା। ଏଥିପାଇଁ ତୁମରି ନାମକୁ ମୁଁ ଧନ୍ୟବାଦ ଦଉଛି। ପ୍ରଭୁ ତୁମେ ଦୟା କର, ଏ ବାକ୍ୟକୁ ବୁଝିବା ପାଇଁ ତୁମେ ସାହାଯ୍ୟ କର। ଆଉ ଏ ବାକ୍ୟ ବୁଝି ପ୍ରଭୁ ତୁମ ରାଜ୍ୟ ନିମନ୍ତେ ଚିନ୍ତା କରିବା ପାଇଁ ତୁମେ ଆମମାନଙ୍କୁ ବିବେକ ଏବଂ ଜ୍ଞାନ ଦିଅ। ପ୍ରଭୁ ଏତେବେଳେ ଅନ୍ଧକାର ସମସ୍ତ କାର୍ଯ୍ୟକୁ ଯୀଶୁଙ୍କ ନାମରେ ଅଗ୍ରାହ୍ୟ କରୁଛୁ। ତୁମେ ସୁସ୍ଥିରତା ଦିଅ, ତୁମେ ଦୃଢ଼ତା ଦିଅ। ତୁମେ ପ୍ରଭୁ ପ୍ରତ୍ୟେକଙ୍କ ନିକଟରେ ତୁମେ ଥାଇ ପ୍ରଭୁ ସମସ୍ତଙ୍କ ଉପରେ ସୁସ୍ଥିରତା ଦିଅ ଏବଂ ସୁସ୍ଥତା ଦିଅ, ଆରୋଗ୍ୟ ଦିଅ। ପ୍ରଭୁ ଯେପରି ଆମମାନେ ତୁମରି ବାକ୍ୟ ଶୁଣିବୁ, ତହିଁରେ ଆମେ ବ୍ୟବହୃତ ହବ, ଏଥିପାଇଁ ତୁମେ ସାହାଯ୍ୟ କର। ତୁମରି ଶକ୍ତିର ଆତ୍ମା ଦେଇ ବ୍ୟବହାର କର। ଆରମ୍ଭ ଶେଷ ମଧ୍ୟମା এই পর্যন্ত তুমি আমাদের সহবর্তী হো বলি প্রিয় যিশুଙ୍କ ନାମରେ ପ୍ରାର୍ଥନା କଲୁ, ଆମେନ୍। ତ ଏଠି ଆସୁଥିବା ମାନେ ଗୋଟିଏ ଅଂଶ ମୁଁ ଦେଖିବା ପାଇଁ ଚାହୁଁଛି ଯେ ଆଲେନ୍ ରାଜମନ କିତୁଙ୍ଗ ନା ରାଜମନ ଅଫସେଲେ ଆଲେନ୍ ଏର୍ତବି ଗୋଟବେ, ଏହା ସମସ୍ତେ କହନ୍ତି ଯେ କିତୁଙ୍ଗ ନା ରାଜମନ, କିତୁଙ୍ଗ ନା ରାଜମନ, କିତୁଙ୍ଗ ନା ରାଜମନ। ଏହା ତ ଆମମାନଙ୍କର ଖ୍ରୀଷ୍ଟିଆନ ଆଉ କମ୍ୟୁନିଟି ଭିତରେ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ଭିତରେ ହେଲେ ଗାମତୁବଡ କିତୁଙ୍ଗ ନାରାଜମନ, କିତୁଙ୍ଗ ନାରାଜମ। ତ ଆମେ ଜାଣୁ ଅବଶ୍ୟ ଆଜି ପୁନର୍ବାର ସେ ରାଜ୍ୟ ବିଷୟରେ କିଛି ଆଲୋଚନା କରିବା ପାଇଁ ଚାହେଁ। ତ ଈଶ୍ୱରଙ୍କର ରାଜ୍ୟ କାହାକୁ କୁହାଯାଏ ଏବଂ କିପରି ଆଉ ସେଇ ଜାଗା କୋଉଠି ଆଉ ଆମମାନେ ଜାଣୁ ଯେ କେବେ ହେଇଥିଲା ସେ ରାଜ୍ୟ ଆଉ ସେ ରାଜ୍ୟ କେବେ ପ୍ରାପ୍ତ ହେବା, ଏ ଉପରେ ଅଳ୍ପ କିଛି ଆମେ ଏହାକୁ ଆଲୋଚନା କରିବା ପାଇଁ ମୁଁ ଚାହେଁ। ତ ଏଥିରେ ଯଦି ଆଉ ଆପଣମାନେ ପାଖରେ ରଖିଛନ୍ତି ପବିତ୍ର ବାକ୍ୟ, ତାହେଲେ ଦାନିଏଲ ତାର 2:44 ପଦଟି ପଠନ କରିବା, ତହିଁରେ ଆମେ ଆଲୋଚନା ଆରମ୍ଭ କରିବା। ତ ବୁତିଜା ଦାନିଏଲ ତାର 2:44
ଅଧ୍ୟୟନ କରିବା। ପୁଣି ସେଇ ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଅଧିପତ୍ୟ ଅନ୍ୟ ଗୋଷ୍ଠୀରେ ହସ୍ତରେ ଛଡ଼ାଯିବ ନାହିଁ। ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ। ଏହି ପଠିତ ବାକ୍ୟ ଅନୁସାରେ ପ୍ରଭୁ ଆଶୀର୍ବାଦ କରନ୍ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତ ନିଶ୍ଚିତ ଭାବରେ ଆମେ ଏଠାରେ ଜାଣୁ, ଅବଶ୍ୟ ଏଇ ବାଖ୍ୟା ମାନେ ସର୍ବଦା ଆମେ ଜାଣିଥାଉ ବା ଆମେ ଶୁଣିଅଛୁ, ତଥାପି ଏଠି ଆଉ ଯୀଶୁଙ୍କର ଆଗମନର ବିଷୟ ମଧ୍ୟ କୁହାଯାଇଅଛି। ତ ଏଇ ଯୀଶୁଙ୍କର ଆଗମନ ବିଷୟ ଯେତେବେଳେ କୁହାଯାଇଅଛି, ମାତ୍ର ତାହା ଆମମାନଙ୍କ ନିକଟରେ ବର୍ତ୍ତମାନ ସେଇ ରାଜ୍ୟ ଉପସ୍ଥିତ ମଧ୍ୟ ରହିଅଛି, ଆଉ ସେ ରାଜ୍ୟ ଆମେ ମଧ୍ୟ ପାଇଅଛୁ। ତ ସେ ରାଜ୍ୟ ହଉଛି ଏହା ହଉଛି ଈଶ୍ୱରଙ୍କ ରାଜ୍ୟ, ଗୋଟିଏ ପ୍ରକୃତର ସରକାର ଅଟେ। ପ୍ରକୃତ ମାନେ ପ୍ରଭୁଙ୍କର ପ୍ରକୃତର ସରକାର ବି କୁହାଯାଇପାରିବ, ଯାହାକୁ ଈଶ୍ୱର ସ୍ୱର୍ଗରେ ସ୍ଥାପିତ କରିଅଛନ୍ତି। ଏ ରାଜ୍ୟ ହଉଛି ସ୍ୱର୍ଗରେ ସ୍ଥାପିତ କରାଯାଇଅଛି। ଏହା ଆମେ ଜାଣୁ ଯେ ଦାନିଏଲଙ୍କର ଆଉ ଭବିଷ୍ୟବାଣୀରୁ ଆମମାନେ ଜାଣିବାକୁ ପାଉଛୁ ବା ଶୁଣିବାକୁ ପାଉଛୁ, ଏ ରାଜ୍ୟରେ ଆଉ କୌଣସି ଆଉ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ। ଏ ରାଜ୍ୟ କେବେ ବି ବିନଷ୍ଟ ହେବ ନାହିଁ। ଆଉ ଏହା ମାନେ ବା ପବିତ୍ର ବାକ୍ୟରେ ଆମେ ପାଉ, ତ ଏଠି ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ଆଉ ଗୋଷ୍ଠୀର କଣ ହସ୍ତରେ ଛଡ଼ାଯିବ ନାହିଁ, ଆଉ ଅନ୍ୟ ଗୋଷ୍ଠୀ ମାନଙ୍କର ଛଡ଼ାଯିବ ନାହିଁ। ମାତ୍ର ଏହା ତାହା ଏଇ ସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ କରିବେ। ତ ଏଇ ରାଜ୍ୟ ସେଇ ପ୍ରକାର, ଆଉ ଯୋଉଟା କି ଆମେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଆମେ ମାନେ ସଦା ସର୍ବଦା ଆମେ ଚିନ୍ତା କରିଥାଉ। ତ ସେଇ ରାଜ୍ୟ ଆମେ ଜାଣୁ ଯେ, ଆଉ ସେ ରାଜ୍ୟ ଆମେ ମାନେ ସବୁବେଳେ ଜାଣୁ ଆଉ ଦେଖିଥାଉ ବା ବୁଝିଥାଉ, ସେ ରାଜ୍ୟ ଉପରେ ସମସ୍ତଙ୍କର ଇଚ୍ଛା ପ୍ରକାଶ କରିଥାଉ। ତ ସେ ରାଜ୍ୟ ଆମମାନଙ୍କ ନିକଟରେ ଏହାକୁ ଉପସ୍ଥିତ ହେଇଛି କି ନାହିଁ ଆମେ ଜାଣିଛୁ। ଯେ ସେ ବିଷୟରେ ଯଦି ଆମେ ଦେଖିବା, ମାଥ୍ୟୁ ତାର 4:17 ମଧ୍ୟ ଲେଖାଯାଇଅଛି, ସେ ରାଜ୍ୟ ଉପସ୍ଥିତ କି ନାହିଁ ଆଉ କେଉଁ ଜାଗା ରହିଛି ଆମେ ଜାଣିପାରିବା। ମାଥ୍ୟୁ ତାର 4:27। ଅଧ୍ୟୟନ କରିବା। ସେହି ସମୟ ଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ। ନିକଟ, ମନ ପରିବର୍ତ୍ତନ କର। ଯୀଶୁ ଯାହା ଦାନିଏଲଙ୍କୁ କହିଥିଲେ ସେ ଅନୁସାରେ ସଫଳତା ହେଇଛି। ସେ ରାଜ୍ୟ ସେ ଆସି ସାରିଛି। ସେ ରାଜ୍ୟ ସନ୍ନିକଟ, ସେ ରାଜ୍ୟ ଆମମାନଙ୍କ ନିକଟରେ ରହିଅଛି। ତା ସେ ରାଜ୍ୟ ଆମମାନଙ୍କ ନିକଟରେ ଆମମାନେ ପହଞ୍ଚି ଅଛି। ସେ ରାଜ୍ୟ ଆମମାନେ ବି ପାଇଅଛୁ। ତ ସେ ରାଜ୍ୟରେ ଆମମାନେ ବାସ ବି କରିଅଛୁ। ସେଥିପାଇଁ ଏଇଠି ଦାନିଏଲ ପୁସ୍ତକରେ ଯାହା ଲେଖାଯାଇଅଛି, ଆଉ ସେ ରାଜ୍ୟ ଆମ ଠାରେ ମଧ୍ୟ ସଫଳତା ହେଇଅଛି। ତ ସେ ରାଜ୍ୟ ଆମେ କେମିତି ଜାଣିବା ଆମେ ପାଇଛୁ କି ନାହିଁ? কোন রাজ্য মানালে ஞாங்கল বড়ি যা মংবালেন ডাকুয়াড়ি যা, যদি আমি খ্রিস্ট বিশ্বাসী ହେଲେ ଖ୍ରୀଷ୍ଟ ନିର୍ନାମରଜି ଖ୍ରୀଷ୍ଟ ନାମନରାଞ୍ଜି ଆମେ ସେ ରାଜ୍ୟ ଆସିଅଛି ବୋଲି ଆମେ ଜାଣୁ। ଏଥିରେ ଆମେ ଜାଣିପାରୁଛୁ ଯେ ସନିକଟ ହେଲେ ମଙ୍ଗବାଲେନ ତା ରାଜମାନ ଡାକୁ ଆମେ ଯେତେବେଳେ ଆମେ ଜାଣୁ, ତ ଆମେ ପାଇଛୁ କି ନାହିଁ ତ ଆମେ କେମିତି ଜାଣିବା? ଯଦି ଗୀତ ତାର 37:11 ଗୋଟେ ପଠନ କଲେ ଆମେ ତହିଁରେ ଦେଖିବା, ଆଉ ସେ ଉଦ୍ଦେଶ୍ୟ, ସେ ରାଜ୍ୟର ଉଦ୍ଦେଶ୍ୟ କ'ଣ, ସେ ରାଜ୍ୟ ସେ ରାଜ୍ୟ ଆମେ ପାଇବା ଉଦ୍ଦେଶ୍ୟ ଆମେ ଜାଣିପାରିବା। ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ। ଆମେନ୍। ସେ ହଉଛି ସେ ରାଜ୍ୟର ଉଦ୍ଦେଶ୍ୟ। ସେୟା kun rajaman agrangaman kani বা রাজমান আগ্রাঙ্গামন কানাম্বরিটাକୁ ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ, ସେ ରାଜ୍ୟରେ ସେମାନେ ଅଧିକାର କରିବେ। ତ ଆମେ ଏଠାରେ ଆମେ ଜାଣିବା ନମ୍ର ବ୍ୟକ୍ତିମାନେ ସେଇଠାରେ ଅଧିକାର କରିବେ। ଆମେ ଯୋଉ ରାଜ୍ୟରେ ବର୍ତ୍ତମାନ ଅଛୁ, ଏ ରାଜ୍ୟରେ ବି ଥାଇ ଆମେ ସେ ରାଜ୍ୟର ଉପଭୋଗ ମଧ୍ୟ କରିପାରିବା। ତ ସେ ତ କିଏ ସେଟା ଉପଭୋଗ କରିପାରିବ ନା, ଆମେ ଜାଣୁ ଯେ ମାତ୍ର ନମ୍ର ଲୋକମାନେ ଦେଶ ସେଇ ରାଜ୍ୟର ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ। କୌଣସି ଦୁଃଖ ନାହିଁ, କୌଣସି କଷ୍ଟ ନାହିଁ,
କୌଣସି ବିଷୟ ସେମାନଙ୍କର କ୍ରନ୍ଦନ ରହିବ ନାହିଁ। ତ ଆଜି ଭାବନ୍ତୁ, ଯଦି ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ଯଦି ଈଶ୍ୱରଙ୍କ ରାଜ୍ୟ ଦାନିଏଲଙ୍କୁ ଦେଇ ଆଉ ସ୍ୱର୍ଗରେ ଯୋଉ ସ୍ଥାପିତ ରାଜ୍ୟ ଯଦି ସନ୍ନିକଟ, ତେବେ ଆମମାନଙ୍କ ନିକଟରେ ମଙ୍ଗବାଲେନ ଆନନ୍ଦିତ ଅଛି କି, ଶାନ୍ତିର ବାହୁଲ୍ୟ ଅଛି କି? ଯଦି ତାହା ଅଛି ତ ନିଶ୍ଚିତ ଭାବରେ ସେଇ କଣ, ସେଇ ଦେଶରେ ଆମମାନେ ରହିଅଛୁ, ସେଇ ରାଜ୍ୟରେ ଆମମାନେ ରହିଅଛୁ। ବର୍ତ୍ତମାନ ଆମେ ସେଇ ରାଜ୍ୟରେ ଅଛୁ ବୋଲି ଆମେ ପ୍ରମାଣିତ ହେଇପାରିବା। ତ ଏଥିରେ ଆଉ କେଉଁମାନେ ରହିବେ ତାର ଅନେକ ଅଛି, ଆପଣମାନେ ତଳୁ ତଳୁ ଯଦି ଦେଖିବା, ତଥାପି ମୁଁ 29 ପଦଟା ପଢିବା ପାଇଁ ଚାହୁଁଛି, ତହିଁରେ ଟିକେ ପଢିକି ଶୁଣାନ୍ତୁ। ସେଇ 37 ର 29। ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ। ଧାର୍ମିକ ମାନେ ସଦାକାଳ ବାସ କରିବେ, ଅଧାର୍ମିକ ନୁହଁ। ଆଉ ସେ ରାଜ୍ୟ ସ୍ଥାପିତ ହୋଇସାରିଛି, ଆଉ ସେ ରାଜ୍ୟ ଆସି ସାରିଛି। ସେ ରାଜ୍ୟ ଉପଭୋଗ କରିପାରିବ। ସେ ରାଜ୍ୟ ହଉଛି ସନ୍ନିକଟ। ଆଉ ସେ ରାଜ୍ୟରେ ଧାର୍ମିକ ମାନେ ରହିବେ, ଆଉ ସେମାନେ ବାସ କରିବେ, ସଦାକାଳ ତହିଁରେ ବାସ କରିବେ। ଏଣୁ ଆଉ ତ ଆମମାନେ ନିଜେ ନିଜେ ଚିନ୍ତା କରୁ, ଆଲେଣ୍ଡମାନେ ଆକୁଟିବେଣ୍ଡ ଆମେ ଧାର୍ମିକତାର ଜୀବନ ଯାପନ କରୁଅଛୁ କି? ତ ଆମେ ଈଶ୍ୱରଙ୍କ ରାଜ୍ୟର ବିଷୟରେ ଆମମାନେ ଆଲୋଚନା କରୁଛୁ କି? ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଆମେ ଦୃଢ଼ତାରେ ଅଛୁ କି? ତ ଏହା ମାନେ ନିଜକୁ ଆମେ ପଚାରିବା। ତ ହଉ, ଆସନ୍ତୁ, ଯାହା ବି ହଉ, ତ ସେଇଠିର ଶାସକ କିଏ ହେଇପାରେ? ଲୋକେ କହୁଛି ଗୋଟେ ରାଜ୍ୟ ଅଛି, ଗୋଟେ ଶାସକ ଅଛି। ମୁଁ ସଂକ୍ଷିପ୍ତରେ କହିବା ପାଇଁ ଚାହେଁ, ଗୋଟେ ରାଜ୍ୟ ଅଛି, ଯେତେବେଳେ ସେଠି ଶାସକ ଅଛି, ସେ ଶାସକ କିଏ ହେଇଥାଇପାରେ? ଆମେ ସମସ୍ତେ ଜାଣୁ। ହାତୀରା ସାଲିନ ଆଉ ଏଠି ଲୋକ ତାର 1:30-33 ଟିକେ ପଢିକିରି, 30ରୁ 33 ପଢିକିରି ଆମେ ଆଉ ଗୋଟେ ପୁସ୍ତକକୁ ଯିବା। ଆଉ ତାର ଲୋକ 1 ପର୍ବ 30ରୁ 33 ଅଧ୍ୟୟନ କରିବା। ସେଥିରେ ସେଥିରେ ଦୁଷ୍ଟ ଦୁଷ୍ଟ ତାହାଙ୍କୁ ତାହାଙ୍କୁ କହିଲେ, କହିଲେ, ବାଘ ବାଘ ମରିୟମ, ମରିଗଲେ। ଭୟ କର ନାହିଁ, ହଁ, ପଢନ୍ତୁ। କାରଣ ତୁମ୍ଭେ ଈଶ୍ୱରଙ୍କ ପଢନ୍ତୁ ତ। ଛାମରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ। ହୋଇଅଛ। ଆଉ ଦେଖ ଆଉ 31-32 ପଢନ୍ତୁ, 33 ଯାଏ। ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ହଁ, ତାହାଙ୍କ ନାମ ଯୀଶୁ ଦେବ। ଦେବ। ସେ ମହାନ ସେ ମହାନ ହେବେ ଓ ପୁଅ। ପରସ୍ପରଙ୍କ ପୁତ୍ର ଭଳି ଖ୍ୟାତ ହେବେ। ପ୍ରଭୁ ହଁ, ଈଶ୍ୱର ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଧାରଣ କରିବେ। ସେ ଯାକୋବ ହଁ, ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ। ପୁଣି ତାହାଙ୍କ କରିବେ, ରାଜ୍ୟର ଶେଷ ହେବ ନାହିଁ। ଶେଷ ହବ ନାହିଁ। ସେ ରାଜ୍ୟ ଶେଷ ହବ ନାହିଁ। କିଏ ଆଇଲା ସେ ଶାସକ? ସେ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ଆଉ ସେଇ ଯୀଶୁ ଖ୍ରୀଷ୍ଟ ଆସି ସାରିଛନ୍ତି। ତାହେଲେ ସେଇ ରାଜ୍ୟ ଆମମାନଙ୍କ ନିକଟରେ ଆସିଅଛି। ସେ ରାଜ୍ୟ ଆମମାନଙ୍କ ନିକଟରେ ରହିଅଛି। ସିଏ ହିଁ ଜଣେ ଶାସକ। ତାର ରାଜ୍ୟ କେବେ ଶେଷ ହବ ନାହିଁ। ତ ସେହି ରାଜ୍ୟର ଶାସକର ପ୍ରଜା ଆପଣ ଏବଂ ମୁଁ। କୁନାରାଜ ମାନ ଆପର୍ଜାଞ୍ଜିଡେଲି ଆମଣ୍ଡବିୟନ ପଢିବା ପାଇଁ ଚାହୁଁନି, ଯେହେତୁ ଆଉ ଯେଉଁମାନେ ତାହାଙ୍କୁ ବିଶ୍ୱାସ କରନ୍ତି, ସେମାନେ ହଉଛି ଈଶ୍ୱରଙ୍କର ପ୍ରଜା, ଖ୍ରୀଷ୍ଟ ଯୀଶୁଙ୍କର ପ୍ରଜା, ଆଉ ଏଇ ଜଗତର ପ୍ରଜା ବି ନୁହଁ। ସେଥିପାଇଁ ଆଉ ଅନେକ ବାକ୍ୟରେ ଲେଖାଯାଇଅଛି, ଆଉ ଯଦି ଆମେ ଏହି ରାଜ୍ୟରେ ଜଣେ ପ୍ରଜା, ତେବେ ଏହି ରାଜ୍ୟରେ ଆମେ ରହିଥାନ୍ତେ। କିନ୍ତୁ ଆମେ ଆଉ ସେହି ରାଜ୍ୟର ଲୋକ। ସେଥିପାଇଁ ସେଇଠିର ଶାସକ ହଉଛନ୍ତି ଆଉ ଆମର ଯୀଶୁ ଖ୍ରୀଷ୍ଟ। ତ ଏଇଠି ଯଦି ଆମେ ଦେଖିବା, ଆଉ ଗୋଟେ ଅଂଶ ପ୍ରକାଶିତ ତାର 1:3-14-1, ତ ସେଠିର ଶାସକ ଦଳ କେତେ? ପ୍ରତ୍ୟେକ ରାଜ୍ୟରେ, ଜଗତରେ ଶାସକ ଦଳ ଅଛନ୍ତି। ଆଉ ତାଙ୍କର ସଂଖ୍ୟା ବି ଅଛି, ଷ୍ଟେଟର ଅଛି, ଆଉ କଣ ତାର କଣ୍ଟ୍ରିରେ ବି ଅଛି, ୱାର୍ଲଡରେ ବି ଅଛି। କିନ୍ତୁ ଏ ରାଜ୍ୟରେ ଆଉ କେତେ ଜଣ ଅଛନ୍ତି, ଆମେ ତାର ସମ୍ପୂର୍ଣ୍ଣ ଆମ ପାଖରେ ପ୍ରମାଣ ତ ରହିଅଛି। ତ ସେଠି ପଢନ୍ତୁ। ଆଉ ଆମେ ସବୁବେଳେ ଜାଣୁ ସେଇ ପ୍ରକାଶିତ 14:1। ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଆଉ ସିୟନ ପର୍ବତ ଉପରେ ମେଷ ଶାବକ, ଆଉ ଯେଉଁମାନଙ୍କର କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି 1,44,000 ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି। ଆମେନ୍।
ଆଉ ସେଇଠିର ଶାସକ ମାନେ ଈଶ୍ୱର ଯୀଶୁଙ୍କୁ ସ୍ୱର୍ଗରୁ ଶାସନ କରିବା ନିଯୁକ୍ତି କରିଅଛନ୍ତି। ସ୍ୱର୍ଗରୁ ନିଯୁକ୍ତି କରିଅଛନ୍ତି ତାଙ୍କ ସହିତ 144,000 ଜଣ ଆଉ ଯେଉଁମାନେ ପୃଥିବୀରେ ବଛା ଯାଇଅଛି। ଆଉ ଏ ପ୍ରକାର ଆଉ ସେ ରାଜ୍ୟରେ ଶାସକ ମାନେ ମଧ୍ୟ ରହିଅଛନ୍ତି ତାଙ୍କ ସହ ବା ପ୍ରଭୁ ଯୀଶୁଙ୍କର ରହିଅଛି। ଏଥିପାଇଁ ସେଇ ରାଜ୍ୟରେ ଆମମାନେ ଯଦି ଆଉ ସେଇ ରାଜ୍ୟରେ ପ୍ରଜା କେଉଁମାନେ ହେବେ ଆଉ ସେ ରାଜ୍ୟରେ ଆଉ କନଫର୍ମ କେଉଁମାନେ ହେଇପାରିବେ ଆପଣ ସର୍ବଦା ଆମେ ପଢୁଥିବା ବାକ୍ୟଟି ଆଉ ମାତ୍ୟ ତାର 7:21 ତ ଯଦି ପାଇଛନ୍ତି ପଢନ୍ତୁ ଆମେ କ୍ଲିୟର ହେଇଯିବା। ଆଉ ସେଇଠି ଆଉ ସେ ରାଜ୍ୟରେ କେଉଁମାନେ ବାସ କରିବେ ଆଉ ସେ ରାଜ୍ୟ କିଏ ପାଇବ ଉତ୍ତର ବିଷୟ ମତେ ପ୍ରଭୁ ପ୍ରଭୁ ବୋଲି କିଏ ଡାକନ୍ତି? ପଢନ୍ତୁ। ମତେ ହଁ ପ୍ରଭୁ ପ୍ରଭୁ ବୋଲି କିଏ ଡାକନ୍ତି? ଏପରି ହଁ ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ନାଇଁ ଯେଉଁ ନାଇଁ ନାଇଁ ହଁ ଦେଖ ତୁ ଏଠି କହିଲା ଆମେ ଭାବୁ ଯେ ନାଇଁ ଆମେ ସଭା କରୁଛୁ ଆମେ ଗିର୍ଜା କରୁଛୁ ଆମେ ସମସ୍ତ କରୁଛୁ ಅಲ್ಲೇ ಕುಡ್ ಬನಾಬಾರಲುಮ್ತಾ ಅಲ್ಲೇ ತೋಡಂತ ಗಾರ್ಬಿರ್ತಿ ನಾಯಿ ಗಿರ್ಜಾತಿ ನಾಯಿ ಕಿಂಕಿತಿ ನಾಯಿ ញಞ ಬಾರನ್ಲುಮ್ತಾ ଏ ସବୁ ଆମେ ଭାବୁ କିନ୍ତୁ ସେ ରାଜ୍ୟରେ ପାଇବା ପାଇଁ ତାହା ନୁହଁ। ତଳେ ଲେଖାଯାଇଅଛି ଆଉ କିଛି ତଳରୁ ଆମେ ଦେଖିଲେ ଯେ ଆଉ ସେମାନେ ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ସେ ରାଜ୍ୟର ଆଉ ଶାସକଙ୍କର ଇଚ୍ଛା ଯିଏ ସାଧନା କରେ ସେ ପ୍ରବେଶ କରିବ। ସିଏ ହଉଛି କନଫର୍ମ। ତ ଏଠି ଆମେ ଜାଣୁ ଆମମାନେ ଆଉ ସେଇ ଆମମାନେ ଥିବା ଦରକାର। ସେ ରାଜ୍ୟରେ ଯଦି ପ୍ରବେଶ କରିବା ପାଇଁ ଥିଲେ ଗୋଟିଏ ମାତ୍ର ଇଚ୍ଛା ଗୋଟେ ମାତ୍ର ରାସ୍ତା ଯୋଉଟା କି ସ୍ୱର୍ଗସ୍ଥ ପିତା ରୁଆଙ୍ଗନ୍ ୱାଲେନ୍ କିତୁଙ୍ଗନ୍ ଆଇସମନ୍ ଭୂତିନ୍ତି ଆବଜରାଇତେ ଆନିନ୍ ଗନ୍ତେ କୁନ୍ ରାଜମାନ ସେତେ ସହଜ ନାହିଁ କୁନା ତେରୁନିଡନା ରାଜମାନ ଏରୁନିଡନା ରାଜମାନ ଇରବଜଙ୍ଗଡାକିନା ରାଜମାନ ଆଉ ମନୋଲିଙ୍ଗ ଭରପୁର ଆରାଜମାନ ଆଉ ଏତେ ସହଜରେ ବୁତି ଜାଲେ ଗଙ୍ଗା ରାତି ତାହିରେ ଆହୁରି ଲାଭ କିପରି ଅଛି ଆଉ ସେ ରାଜ୍ୟର ଲାଭ କଣ ଅଛି ଆମେ ଯଦି ଦେଖିବା ଜଗତର ଅନେକ ଏ ରାଜ୍ୟର ବି ଲାଭବାନ ଅଛି। ଆଜି ତ ବିଭିନ୍ନ ପ୍ରକାର ସ୍କିମ୍ ଦେଲାଣି କିନ୍ତୁ ସେଇ ଲାଭ ଆହୁରି ଦେଖିବା ଆମେ ସ୍ୱର୍ଗ ରାଜ୍ୟର ମାନେ କିତୁ ନାରାଜମାନ ଆଲାଭ ମାନ କିପରି ସେମାନେ ଲାଭ କରିବେ ସେ ରାଜ୍ୟରେ ଲୋକ ପ୍ରବେଶ କରିବା ପାଇଁ ପ୍ରବେଶ କରିବାର ଯିଏ ଅଧିକାର ସେ କିପରି ଆଉ ଲାଭ କରିବେ ଆଉ ଆମେ ଦେଖିବା ତାର ତାର 12-14 ପଦରେ ଲେଖାଯାଇଅଛି ଆମେ କିପରି ଆମେ ଲାଭ କରିବା ଆମେ କିପରି ଲାଭ ଉଠାଇ ନେଇ ପାରିବା। 12-14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ସେଥିର ଅନୁସରଣ କର। ଆମେନ୍। ଦେଖନ୍ତୁ ସମସ୍ତଙ୍କର ଗୋଟେ ଶାନ୍ତିରେ ରହିବାଟା ଗୋଟେ ଦେଖନ୍ତୁ ସେ ରାଜ୍ୟରେ ଜଣେ ଏଲିଜିବଲ ଯୋଗ୍ୟତା ଦେଖୁଛୁ ଆଉ ରୋଡି ମରନ୍ ଅର୍ସାଙ୍ଗୀ ମରନ୍ ଅର୍ବାଟି ମରନ୍ ଅରାଡିର ମରନ୍ ଶତ୍ରୁତା ଏ ଯାକ ଲୋକ କିଛି ନାହିଁ ସେମାନେ ସେଇଠି ଅଧିକାର କରିବେନି ଏ ଲାଭ ଆମେ ପାଇପାରିବା ସେ ରାଜ୍ୟରେ ଆଉ ଏତିକି କରିବା ଦ୍ୱାରା ଆମେ ଲାଭ ପାଇପାରିବା। ଦେଖନ୍ତୁ ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର ଯେହେତୁ ସେ ରାଜ୍ୟର ଅଧିକାର ହେଇପାରିବ ଯୋଉ ରାଜ୍ୟ କି ସ୍ୱର୍ଗରେ ପ୍ରତିଷ୍ଠା ହେଇଯାଇଛି ସ୍ଥାପିତ ହୋଇଛି ଆଉ ଯେଉଁ ପବିତ୍ରତା ବିନୁ ଆଇଗାନ୍ତି ମନରିଡନ୍ ସାଧନ ସାଲେ ବୋତି ଯା ପ୍ରଭୁଙ୍କର ଦର୍ଶନ ପାଇବ ନାହିଁ କିନ୍ତୁ ଦର୍ଶନ ପାଇବା ଏତେ ସହଜ ନାହିଁ ବିନ୍ଦୁ କୁଡୁ ମନରିଡନ୍ ସାଧନ ସାଲେ ବୋତି କିନ୍ତୁ ନା ଡନ୍ ରତ୍ୟା ରବାଙ୍ଗେ ଆମେ ବେଳେ ବେଳେ ଦେଖିଥାଉ ବିଭିନ୍ନ ଜାଗାରେ allen Christum Ranjina amanglengan gam to benyen et gam gijlayen gam gijlayani net gam tinim to aing gunia kola ye thonai kola e ସବୁ ଯେ ଆମେ କହୁ ନାଇଁ ଏତେ ସହଜ ଦର୍ଶନ ପାଇବେନି ଯେ ପବିତ୍ରତା ଛାଡ଼ିଦେଲେ ଆଉ କିଏ ପ୍ରଭୁଙ୍କ ଦର୍ଶନ ପାଇବେନି। ସେଥିପାଇଁ ସେଠି ସେଇ ପ୍ରକାର ଲାଭ ଆମେ ଉଠେଇବା ପାଇଁ ଥିଲେ ଶାନ୍ତିରେ ରହିବାକୁ ପଡ଼ିବ ପରସ୍ପର ମଧ୍ୟରେ ଆମେ ଶାନ୍ତିରେ ଆମେ ରହିବା ପାଇଁ ଆମମାନଙ୍କୁ ପ୍ରଭୁ ଆଦେଶ ଦିଅନ୍ତି ଆଉ ଏ ପ୍ରକାର ରହିବା ଦ୍ୱାରା ପ୍ରଭୁଙ୍କର ଦର୍ଶନ ପାଇବ ଆଉ ସେଥିପାଇଁ ତହିଁରେ ଅନ୍ୱେଷଣ କରିବାକୁ ପଡ଼ିବ ସନବ୍ୟୁ ନୀତିନ ବନଂସା ନୀତିନ ଲନାଙ୍ଗା ନୀତିନ ଖାଲି ଜଗତରେ ଖାଲି ମୁଁ ଖ୍ରୀଷ୍ଟିଆନିଟି ଦେଖେଇଦେବି ଖ୍ରୀଷ୍ଟୁ ମରଙ୍ଗା ମଙ୍ଗା ବିଦମତି ନାଇଁ କୁନ୍ ବାଟ ଜନ ରତ୍ୟା ଜାଣବେ
କାରଣ ଚାଲି ଆସନ୍ତୁ ଆମେ ନାହିଁରେ ବି ନାଗରି ପିନ୍ଧନ୍ତି ପ୍ରଭୁଙ୍କୁ ଯଦି ଦର୍ଶନ ପାଇବା ପାଇଁ ହେଲେ ପବିତ୍ରତା ଜୀବନ ଦରକାର ମନାରି ମନରେ ନାଲେ ସ୍ନାକ୍ସାଏ ରୋଡି ନଡେ ବାଙ୍ଗେନ୍ ବାତତେ ଓ ଇରସନପ युन बातते कितु नाराज मन आगिक बिना संड कितुंगन आडो आर बांग बिना संडेन मनारी दंडको सनप युन दको एहा में लाभ उठाई परिबा तो एठी जदि ले गीत बे एपी से तार 5:22 रे मध्य लेखाई छी 22 बा 23 देखिले भी आम माने जानि परिबा तेने आले सिमुलस थिंकिंग आबे मतले माने ଏ ସ୍ତ୍ରୀ ମାନେ तार ତୁମେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣ ଆପଣ ସ୍ୱାମୀର ବଶୀଭୂତା ହୁଅ କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ ପୁଣି ଖ୍ରୀଷ୍ଟ ଆପଣ ଶରୀର ରୂପ ମଣ୍ଡଳୀର ତ୍ରାଣକର୍ତ୍ତା ଆମେନ୍। ଆଉ ଏଇଠି ଆମେ କଣ ଆହୁରି ଆମେ ପାଇପାରିବା ଦେଖନ୍ତୁ ଆଉ ଏଇଠି ଆଉ ଗୋଟେ ପରିବାର ମଧ୍ୟ ଶାନ୍ତି ଆଉ ଏକତାର ମଜା ବି ନେଇପାରିବେ ସେ ରାଜ୍ୟରେ କଣ ନା ପରିବାର ବୋଲେ ଆମେ ଜାଣୁ ଯେ ଆମେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବି ଗୋଟେ ଶାନ୍ତିରେ ଜୀବନ ଯାପନ କରିବା ଶୃଙ୍ଖଳାରେ ଆମେ ଜୀବନ ଯାପନ କରିବା ଏବଂ ଆଦରର ସହିତ ବ୍ୟବହାର କରିବା ଏହା ମଧ୍ୟ ଆଉ ସେଇ ରାଜ୍ୟର ବିଷୟ ଅଟେ ବା ସେଇ ରାଜ୍ୟ ଆଞ୍ଜନ ରାଙ୍ଗରେ ରଖିଦେଥାଏ ବୋତେ ବୋତେ ଆଉ ଯଦି କହିବା ଗଲେ ନିଶ୍ଚିତ ଆପଣ ମାନେ ଜଣେ ଏଜୁକେଟେଡ ଅଛନ୍ତି ଯୋଉମାନେ ଆଜି ଗୁଗଲ ମିଟର ଅଛନ୍ତି ତାଙ୍କ ରନୁକୁଲ ନାଙ୍ଗଦେନ ଆଉ ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟର ବି ଆଉ ନିଜେ ମିଶିକରି ଚାଲିବାକୁ ବି ଏଇଟା ଯଦି ଠିକ କଥା କି ମିଶିକି ଚାଲିବାକୁ ସେମିତି ଟିକେ କଥାବାର୍ତ୍ତା କରିବା ପାଇଁ ସେମିତି ଯଦ୍ୱାରା ସେଥିପାଇଁ ପାଉଲ କହିଦେଲେ ତୁମେ ଶୈତାନକୁ ସ୍ଥାନ ଦିଅ ନାହିଁ ଆଉ ଶୈତାନ ଟିକେ ଚକୁଡିବାକୁ ସେ ସ୍ଥାନ ପାଇଗଲା ଆଉ ଆପଣଙ୍କର ଘରଟାକୁ ସେ ଧ୍ୱଂସ କରିବା ପାଇଁ ଅଳ୍ପ ସମୟ ଲାଗିବ ଆନ୍ତରାଷ୍ଟ୍ରୀୟ ଏଠି ବି ସତର୍କ କରାହେଇଛି ଏ ସ୍ତ୍ରୀ ମାନେ ଏ ପୁରୁଷ ମାନେ ତୁମେ ପରସ୍ପରକୁ ଆଉ ଯେମିତି ଯେପରି ମଣ୍ଡଳୀ ମାନେ ମସ୍ତକ ସ୍ୱରୂପ ଖ୍ରୀଷ୍ଟ ଯୋଉ ମଣ୍ଡଳୀ ମସ୍ତକ ସ୍ୱରୂପ ସେମିତି ତମେ ମସ୍ତକ ସ୍ୱରୂପ ରୁହ ସ୍ୱାମୀ ସ୍ତ୍ରୀ ଏହା ରହିବା ଦ୍ୱାରା ମଧ୍ୟ ଈଶ୍ୱରଙ୍କ ରାଜ୍ୟରେ ଆପଣଙ୍କର ଅଧିକାର ହେଇପାରିବ ନା ଏଇଟା ମୋର ସ୍ତ୍ରୀ ପାଇଁ ବୋଲି ସିନା ମୁଁ ଏମିତି କରୁଛି କହିଲେ ବି ତହିଁରେ ଇଲିଜିବଲ୍ ସେଇଥିରେ ବି ସେଣୁ ଆଉ ଏଇଠି ଗୋଟେ ଆଉ ତାର 33 ପଦରେ ଅଛି ଆଉ ସେଇ ପ୍ରକାର ଅଂଶଟା 33ଟା ସିଷ୍ଟର କାହିଁ ପଢିଲା ଟିକେ ଯାହା ହେଉ ତୁମ୍ଭେମାନେ ପ୍ରତ୍ୟେକ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର କାରଣ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକି ଭକ୍ତି କରୁ ଆମେନ୍। ଆପଣ ସ୍ୱାମୀକୁ ଭକ୍ତି କରିବ ଆଉ ତମେ ନିଜ ସ୍ତ୍ରୀକୁ ମଧ୍ୟ ସେହିପରି ଆତ୍ମତୁଲ୍ୟ ବ୍ୟବହାର କର ପ୍ରେମ କର ତହିଁରେ ତ ତୁମେ ଆଉ ଈଶ୍ୱରଙ୍କର ଆଉ ଅନୁଗ୍ରହ ଈଶ୍ୱରଙ୍କ ରାଜ୍ୟର ଅଧିକାର ନିଶ୍ଚିତ ହବ ଦେଖୁଛୁ ଏହା ଆମେ ସାଧାରଣ ଭାବିଥାଉ ଏ ସ୍ୱାମୀ ସ୍ତ୍ରୀ ଗୋଟେ ପ୍ରେମରେ ରହିବା ଆଦରରେ ରହିବା ଏହାକୁ ଆମେ ସାଧାରଣ ମନେ କରିଥାଉ କିନ୍ତୁ ତହିଁ ଦ୍ୱାରା ସ୍ୱର୍ଗ ରାଜ୍ୟର ଅଧିକାର ରହିଛି ସେ ରାଜ୍ୟର ଅଧିକାର ହେଇପାରିବା ସେ ରାଜ୍ୟରେ ଦାୟିତ୍ୱ ନେଇପାରିବା ସେଇ ରାଜ୍ୟରେ ଆମେ ଆନନ୍ଦ ଆଉ ଖୁସି ଭରା ଆମେ ନେଇପାରିବା ଏଣୁ ଆଉ ସେ ଆଉ ଏଇ ପ୍ରକାର ଆମମାନେ ପ୍ରେମର ରହିବା ଦରକାର ତ ଏଠି ଏକ ଖୁସି ଭରା ଓ ସନ୍ତୋଷ ଭରା ଜୀବନ ବଞ୍ଚିବାର କାରଣ ସେମାନେ ଧାର୍ମିକତା ପାଇଁ କ୍ଷୁଦିତ ଆଉ କୋଉମାନେ ସେମାନେ ଆନନ୍ଦିତ ହେବେ ଆଉ ସେମାନେ ସନ୍ତୋଷ ଭରାରେ ଜୀବନ ଯାପନ କରିବେ ଆଉ ସେଇଟା ପଢି ଦିଅନ୍ତୁ 5:6 ସେଠି ଅଛି ଆଉ କୋଉମାନେ ସେମାନେ ପରିତୃପ୍ତ ହେବେ ଆମେ ସର୍ବଦା ଜାଣିଥାଉ ମାଥ୍ୟୁ 5:6 ପଦରେ ଲେଖାଯାଇଅଛି ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ କାରଣ ସେମାନେ ପରିତୃପ୍ତ ହେବେ ଧାର୍ମିକ ପାଇଁ ଧାର୍ମିକ ପାଇଁ ମନାରୀ ନସନ କିତୁ ନାଗନ କିଲାସ କିତୁ ନାବାର ନସନ ଆଡି ଜି ବର୍ଗାଲ ଡାଗାଡେ ବିଣ୍ଡେତି କିତୁ ନାଗନ କିଲାସ ଜଣେ କ୍ଷୁଧିତ ତୃଷିତ ଲୋକେ ଧନ୍ୟ ଏତେ କ୍ଷୁଧିତ କାଲକାଲ ଡାଗଡେତି ତୃଷିତ ଅର୍ଥ ଆର୍ଗାଲ ଡାକି ବମନ ଆର୍ଗାଲ ଦେଲେ କଣ କରିଥାଉ ନା ଆମେ ବାହାରେ ବି ଆଉ ଗୋଟେ ସାଙ୍ଗେ ସାଙ୍ଗେ ବୋତଲ ପାଣି କିଣିକିରି ମଧ୍ୟ ପିଇଥାଉ ଯଦି ଅସୁବିଧା ଥିଲେ ଆମେ କାହାରିକୁ ନା କାହାରି ଆମେ ମାଗିଥାଉ ଆର୍ଗାଲଟା
ଏହାକୁ ଆମେ ଯଦି ଆଉ ଗଭୀର ଭାବରେ ଆମେ ଯଦି ଚିନ୍ତା କରିବା ତୃଷିତ ଅର୍ଥ କ'ଣ ଅର୍ଗାଲ ଡାଗି ଗମାଙ୍ଗ ତୁ ନାବାର ନପସଲ ଅର୍ଗାଲ ଡାଗାଡେ ହଁ ରୟଙ୍ଗ ଲିଙ୍ଗେନ ଦେଲେ ମୁଁ ତୟାର ରୟଙ୍ଗ ଲିଙ୍ଗେନ ଆସୁଛି ଆଡା ଆଉ କ'ଣ କରିବା ନାଇଁ ପରା ମୁଁ ଏ ବର୍ଷ ଏମିତି ଯେ ଆଉ ନାଇଁ ଆଉ କ'ଣ କରିବା ମୁଁ କରିପାରୁନି ପରା ନାଇଁ ଆଜି ଗୋଟେ ମିଟିଂ ଅଛି ଆଜି ଗୋଟେ ପ୍ରାର୍ଥନା ଅଛି ଯେ କ'ଣ କରିବି କାହିଁ ଅର୍ଗାଲ ଡାଲ ମାନେ କିଏ ଛାଡି ଦଉଛନ୍ତି କି ନାଇଁ ତ ଅର୍ଗାଲ ଡାଲ ସାଇଲା ଗାବିନ ବେତଡା এই প্রকার ধার্মিকতা ପାଇଁ ବୋଲି ହେବା ଦରକାର ତେବେ ଯାଇ ସେ ରାଜ୍ୟରେ ଆପଣ ଏବଂ ମୁଁ ଅଧିକାର ହେଇପାରିବା ତ ଏଇ ରାଜ୍ୟ ଆଉ ଆମେ ଜାଣୁ ତ ବୁଝାଙ୍ଗଜି କିନ୍ତୁ ନା ଅବନ୍ତା ବନ୍ତିଞ୍ଜି କିନ୍ତୁ ନାଉନଞ୍ଜି ଆଜି ଏ ରାଜ୍ୟ ଆମେ କେବେ ଆସିବ ଏହା ଯୀଶୁ ନିଜେ ଚିହ୍ନ ଦେଇଥିଲେ ଆସିବ ତ ସେ ରାଜ୍ୟ ଆମେ ଉପଭୋଗ କରିଛୁ ଆମେ ଜାଣୁଛୁ ସେ ରାଜ୍ୟ ଆମେ ଉପଭୋଗୀରେ ଅଛୁ ଠିକ କିନ୍ତୁ ଆଉ କେମିତି ଆପଣ ଜାଣିବେ କନଫର୍ମ କେମିତି ହେଇପାରିବେ ସେ ରାଜ୍ୟ କେବେ ହବ ତ ସେ ରାଜ୍ୟରେ ଆମେ ଅନୁଭବ କି ସେ ରାଜ୍ୟରେ ଆମେ ଅନୁଭବ କରୁଛୁ କି ସେ ରାଜ୍ୟ ପ୍ରସ୍ତୁତ ବା ସେ ରାଜ୍ୟ ଆସିଅଛି ବୋଲିକି ମାଥ୍ୟୁ ତାର 24:7 ଅଛି ଆମେ ଜାଣିପାରୁଛୁ କି ପଢ଼ନ୍ତୁ 24:7 କାରଣ 26 ଆଜ୍ଞା କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ ଆମେନ୍। ଏ ବିଷୟରେ ଖ୍ରୀଷ୍ଟିଆନ ମାନେ ଧାର୍ମିକ ମାନେ ହିଁ ଜାଣନ୍ତି ଏ ବିଷୟରେ ଲୋକେ ଅନେକ କ'ଣ କରନ୍ତି ବୈଜ୍ଞାନିକ ଆଉ ତାଙ୍କର ଜ୍ଞାନିକ ପ୍ରୟୋଗ କରନ୍ତି କିନ୍ତୁ ସାଧାରଣ ଆଉ ମାନେ alle number irgalam maran deli jinang aingan tinamandra dedin alingan manari lingan sanabyu lingan lagalabadi lingan manoin lingan dakutin ani nabinan au galam dako je ଆଉ ଏ ଦୁର୍ଭିକ୍ଷ ହେଲା ଏ ଭୂମିକମ୍ପ ହେଲା କାରଣ ରୋଡେନ୍ ଦେଲେ କା କୋଡ ଆୟମନ ନରୁଆଇତେ ଗାମାଙ୍ଗାମ ସତ୍ତାନ କିତୁ ନାଉନଞ୍ଜି ଗଲମତି ତାଙ୍କ ରାଜ୍ୟର ଲୋକମାନେ ହିଁ ଜାଣିବେ ଆସଙ୍ଗିନ ବୈଜ୍ଞାନିକ ଟେଷ୍ଟ କରିବ ଏଇଟା କରିବ ସେଇଟା କରିବ ନାଇଁ କରାତେ ସାଧାରଣ ଆପଣ ମୁଁ ଭଳି अब गलमर जनांग नानी गलमते कितु नाराजमन की परि हुए तो आज निश्चित ए वाक्य अनुसार जो देले गलम गिलबेंदेन नमियाले कितु नाराजमन रुआइते काना तेनरे आज आमानकर सफलता आसु अछि भूमिकंप हेछि दुर्भिक्ष हेछि महामारी हेछि राज्य विपक्ष राज्य रे आज गंडगोल चलछि तो आमे जानू किंतु एठारे आउरी गोटे मु वाक्य मु पढ़िया कहूनी ताहिरे तुम मान उद्विग्न हो नहीं तुम भय कर नहीं ए वाक्य कहारी को कह जाउनी केवल धार्मिक मान को कह जाई अछि कारण आबिर नान बोति जाटंगन ओब्लिंगन दे बंतंग मु अछि तमर से वाक्य अनुसार अछि एहा माने जानि थाउ अंतासले किंतु केवल आदिर नाम रही गलम डाकू इतना संगाम लेन आपण एवं मते ए राज्य ऑलरेडी स्थानांतरित करा जाय अछि आपण एवं मु अंतिना लेन आ गमांग तुंगन से कौन सी इंकी बात मान को मुद्रांक करना तांकर रक्त द्वारा मुद्रांकित यह माने कन्फर्म हो कारण चलालेन आजारी ड्यूटी में अत्यासले नामे ऑलरेडी ए राज्य स्थानांतरित करा जाय अछि कलस्तार 1:13 रे जदि देखियो कारण डिस्टेंस रे आमान को आउ ट्रांसफर करि सारचंती से जिसुंक रक्त रे एणु आउ माने भय न करी धार्मिकता जीवन यापन करिया पय वाक्य कहू अछि कलस 1:13 गोटे पद पढि दियंतु अध्ययन करिबा कलस 1:13 से आम्भानको अंधकारर क्षमतार उद्धार करी आपना प्रेम पात्र पुत्रଙ୍କ राज्य मध्य को स्थानांतरित करी अछंती देखंतु सेठी केते बढ़िया विषय रे लिखा जाय जे ऑलरेडी हमें माने ट्रांसफर हो जाय गली एतिरा में डरिवार किछि नाही कलस 1:10 रे लिखा जाय अछि समस्त आत्मिक ज्ञान और बुद्धि रे प्रभु सर्व प्रकार संतुष्ट करिया नि तांकर योग्य आउ आमाने आउ आचरण करिया पड़ियो तो देखंतु से आमान को अंधकार क्षमता लनुमुड ना रत्ति श्रृंगन रे उरेते
ଆଉ ନାଇଁ ସେ ଅନ୍ଧକାର ଆପଣଙ୍କୁ ମତେ ଗ୍ରାସ କରିବା ପାଇଁ କିନ୍ତୁ ଆଜି ସେ ଅନ୍ଧକାରରେ ଆମେ ଗ୍ରାସ ହେଇଯାଉଛ ସେ ଅନ୍ଧକାରରେ ଆମେ ଆକ୍ରାନ୍ତ ହେଇଯାଉଛୁ ବା ତୀର୍ତ୍ତନିୟମ ବା ତର୍ବୁଡ଼ିମ ବା ତର୍ବାଡ଼ିମ ବା କାଲି ଆମେ ଜ୍ଞାନୀ ବିନିଯୋଗ କରୁଛୁ ଜ୍ଞାନୀକୁ ୟୁଟିଲାଇଜ କରୁଛୁ କିନ୍ତୁ ଅଲରେଡି ଆଲେ ନୀତି ଦେଲି ଅନ୍ଧକାର ଶକ୍ତି ଆମକୁ ପାରିବନି ଆନେ ରତିଏ ବିnd ଆଜି ସେ ଅନ୍ଧକାର ମାନେ କ୍ଷେତ୍ରରେ ଆଲେ ବୁଡି ଯାଉଛୁ ଆଲେ ସେ ଗନୁଟିଂ ଗନଲ ମନଲେ ଞ୍ଜାଙ୍ଗଲେ ଆଉ ଏଇଠି ଲେଖା ଯାଇଛି ନିଜର ଜ୍ଞାନରେ ଆମେ ଆହୁଜି ପଡିଥାଉ ଅନ୍ତିରାସଲେ ଅନ୍ଧକାର ଆମକୁ ଆଉ ସେ କ୍ଷମତା ଆମମାନଙ୍କ ଭିତରେ ତାର କ୍ଷମତାରେ ରଖୁଛି ବିnd ଏଇଠି ଲେଖା ଯାଇଛି ସେ ଆମମାନଙ୍କର ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ସେ ଯୀଶୁ ଖ୍ରୀଷ୍ଟ ନାରାଜମାନ ସ୍ଥାନାନ୍ତର କରିସାରିଛନ୍ତି କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଦୁଃଖଟା ନା ଦେନା ଆଜି ଆମେ ପ୍ରତ୍ୟେକ ମଣ୍ଡଳୀକୁ ଯାଆନ୍ତୁ ଆପଣ ଦେଖିବେ ଆଉ ବେରା କି ଗୋଟେ ସେକ୍ରେଟାରୀ କି କିଏ କୌଣସି କର୍ମକର୍ତ୍ତା ଯଦି ଆପଣ ଖୋଜିବେ ପାଇବେନି ଦେଖନ୍ତୁ କାହାର ଶକ୍ତି ବଢିଗଲା ଆସିଲେ ଆସନ୍ତୁ ଆମେ ଯେପରି ଆଉ ଦ୍ୱିତୀୟ କରନ୍ତି ଯେପରି ଦେଖାଯାଇଅଛି ଆମର ଭରସା ଅଛି ଅଲରେଡି ଆମର ଭରସା ଆଲେ ଅନୁମାନକୁ ଆଲେ ଆମେ ଭରସା କରୁଛୁ ଓକେ ଏଥିରେ କ'ଣ ଅଛି ଆଲେ ଦେଖୁ ଆଲେ ଗୀତବେ ସେ ଅନୁସାରେ ଆମର ଭରସା ରଖି ଆମେ ପ୍ରଭୁଙ୍କ ଠାରେ ରହିବା ନିହାତି ଆବଶ୍ୟକ ଯୋଉଟା କି ଆପଣଙ୍କର ଯଦି ପଢିବେ ପରେ ପଢନ୍ତୁ ଆଉ ସେ ଆମମାନଙ୍କ ମୃତ୍ୟୁରୁ ଉଦ୍ଧାର କଲେ ବାନ୍ତ ନିତ୍ୟା କି ନାକରଞ୍ଜିରେ ସେ ଉଦ୍ଧାର କରିଲେ ଉଦ୍ଧାର କରିବେ ପୁଣି ଭବିଷ୍ୟତରେ ସୁଦ୍ଧା ତାଙ୍କ ଆମ୍ଭମାନଙ୍କର ଏଇ ଭରସା ଅଛି କାରଣ ଆଜି ଦିନ ଦେଖ ଏହା ଆପଣ ଏବଂ ମୋର ଜୀବନରେ ରହିବା ନିତାନ୍ତ ସେଇ ଭରସାକୁ ଆମେ ଭାଙ୍ଗି ଦେଇଥାଉ ନିଜର ଜ୍ଞାନରେ ଆମମାନଙ୍କର ଆଉ ଆହୁଜି ପଡିଥାଉ କାରଣ ଆଜି ଦିନ ନେଲେ ଆମଣ୍ଡ ଯେନ୍ ଆଖୁଟ ଆଡ଼କୁ ବି ନା ଦେତି ଆଦକୁଲେଦେନ୍ ଆଲେ କୁନ ରାଜମାନ ଯେଉଁ ସ୍ଥାପିତ ସ୍ୱର୍ଗରେ ସେ ରାଜ୍ୟର ମାନେ ଅଧିକାର ହେଇପାରିବାନି ଯଦି ହେଲେ ମୁଁ ପଢିବା ପାଇଁ ଚାହୁଁନି ପ୍ରଥମ କରନ୍ତିର ଯେ ଆପଣ ଲେଖନ୍ତୁ ସେ 3:9 ଯଦି ଦେଖିବେ କାରଣ ଆମ୍ଭେମାନେ ଈଶ୍ୱରଙ୍କର ସହକର୍ମୀ ତୁମ୍ଭେମାନେ ଈଶ୍ୱରଙ୍କର କ୍ଷେତ ଓ ଈଶ୍ୱରଙ୍କର ଗୃହ କିତୁକ ନା ବା ଆତୁడు ବାରାମାର ଆମ୍ବେନ୍ କିତୁକ ନାଜନ୍ନଗନ୍ନା ଆମ୍ବେ କିତୁକ ନାସିଗନ୍ନା ସେଇ ଜାଗାରେ କ'ଣ ପାଇଁ ଅନ୍ଧକାରର ଶକ୍ତି ସେମାନଙ୍କୁ ଗ୍ରାସ କରିବ ଆସିଲେ ଆସନ୍ତୁ ଆଲେନ୍ କୁନ ରାଜମାନ ଆଲେନ୍ ଅଲରେଡି ପ୍ରଭୁ ଆମମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଆଉ କୋଉ ବହୁତ ସମୟ ମୁଁ ନେଲି ଆଉ କିତୁଙ୍ଗନ କନବେରନାଲିଙ୍ଗ ସାଇମେତି କୁଡୁବ୍ଲେ କିତୁଙ୍ଗ କନବେରନା ସଲପସି ତାଏତେ କୁଡୁବ୍ଲେ ବୟ ଲେମ୍ତବେ Limtam sir, limtam.